ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଇଏ ଦେଖନ୍ତୁ ଜଣେ ନିଷ୍ପାପ ଶିଶୁର ଦୟନୀୟ ମୃତ୍ୟୁ। କି ହୃଦୟ ବିଦାରକ ଏ ଖବର। ଯିଏ ଶୁଣିବ ଓଃ ନ କହି ରହିପାରିବନି। ମାତ୍ର 2.5 ବର୍ଷର ଶିଶୁ ଋଷଭ। ଜଣେ ଦାୟିତ୍ୱହୀନ ଠିକାଦାର କୁହନ୍ତୁ, ଜେଇ କୁହନ୍ତୁ କି ମ୍ୟୁନିସିପାଲିଟିର ଭୁଲ କୁହନ୍ତୁ, କିନ୍ତୁ ତାଙ୍କ ଭୁଲ ପାଇଁ ଏ ଶିଶୁର ଜୀବନ ଅଦିନରେ ଚାଲିଯାଇଛି। କିଏ ଜାଣିଥିଲା ଅନ୍ୟ ଜଣଙ୍କ ଭୁଲ ପାଇଁ ଜଣଙ୍କର ଜୀବନ ଚାଲିଯିବ ବୋଲି। ଏ ଘଟଣା ହେଉଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ଘଟଣା। ଛୁଆଟି ଖେଳୁ ଖେଳୁ କେତେବେଳେ ଯେ ସେଇ ଖୋଲା ଗାତ ମଧ୍ୟରେ ପଡ଼ିଯାଇଛି କେହି ଜାଣିପାରି ନାହାନ୍ତି। ଆଉ ଖୋଜିଲା ଏବଂ ହସ୍ପିଟାଲ ନେବା ବେଳକୁ ସବୁ ଶେଷ ହୋଇଯାଇଛି। ଜଣଙ୍କ ଭୁଲ ପାଇଁ ଏ ନିରୀହ ଶିଶୁର ଜୀବନ ଅକାଳରେ ଝଡ଼ି ପଡ଼ିଛି। ମା କୋଳ ଶୂନ୍ୟ ହୋଇଯାଇଛି। ତେବେ ଏଥିପାଇଁ ଦାୟୀ କିଏ? ପ୍ରମାଣ ନଷ୍ଟ କରିବା ପାଇଁ ସାଙ୍ଗେ ସାଙ୍ଗେ ଗାତକୁ ପୋତି ବି ଦିଆଗଲା। ଆଉ ଏ କଥା ଆମେ କହୁନାହୁଁ, କହୁଛନ୍ତି ସମସ୍ତ ଗଣମାଧ୍ୟମ। ତେବେ ଏଠାରେ ଗଣମାଧ୍ୟମର ପ୍ରଶ୍ନ ବି ହୋଇଛି କି ଯିଏ ଏମିତି ଅଧା କାମ କରି ଛାଡ଼ି ଦେଇଛନ୍ତି ତାଙ୍କୁ କି ଦଣ୍ଡ ମିଳିବ? ଦଣ୍ଡ ମିଳିବ ତ? ଯିଏ ଶିଶୁର ମୃତ୍ୟୁ ପାଇଁ ଦାୟୀ ତାଙ୍କ ନାମରେ ଅପରାଧିକ ମାମଲା ରୁଜୁ ହେବ ତ? ତେବେ ଯଦି ଏହି ଅଘଟଣ ପ୍ରିସ୍କୁଲ ଶିଶୁଙ୍କ ସହିତ ଅଙ୍ଗନବାଡ଼ି କେନ୍ଦ୍ର ପାଖାପାଖି ଅଙ୍ଗନବାଡ଼ି କର୍ମୀଙ୍କ କୌଣସି ଅସାବଧାନତାବଶତଃ କିମ୍ବା ସେ କେନ୍ଦ୍ରରେ ଅନୁପସ୍ଥିତି ସମୟରେ ବି ହୋଇଥାନ୍ତା, ତାହେଲେ ବର୍ତ୍ତମାନ ଯାଏଁ ଅଙ୍ଗନବାଡ଼ି କର୍ମୀଙ୍କୁ ଗୋଳେଇ ଘାଣ୍ଟି କେତେ ପ୍ରଶ୍ନ, କେତେ ଗାଳିଗୁଳଜ, କେତେ ଯେ ପଦକ୍ଷେପ ନିଆଯାଇ ସାରନ୍ତାଣି। ଅଙ୍ଗନବାଡ଼ି କର୍ମୀ ସହାୟିକାଙ୍କ ଭୁଲ ଥାଉ କି ନଥାଉ, କିନ୍ତୁ ସବୁ ଚାପ ପଡ଼ନ୍ତା ତାଙ୍କରି ଉପରେ। 12 ଘଣ୍ଟା ନ ପୁରୁଣୁ କେତେ କ'ଣ ଘଟିଯାଆନ୍ତା କର୍ମୀ ସହାୟିକାଙ୍କ ଉପରେ। କିନ୍ତୁ ବଡ଼ ଲୋକଙ୍କୁ ଉତ୍ତର ନାହିଁ। ଆଗକୁ କ'ଣ ହେବ ଜଣା ବି ନାହିଁ। ବର୍ତ୍ତମାନ ବି ଅନେକ ଅଙ୍ଗନବାଡ଼ି କେନ୍ଦ୍ର ଅଛି। ପାଣି ଯିବ ବୋଲି ଟାଙ୍କି ତିଆରି କରାହେଇଛି, ସେଥିରେ ଢାଙ୍କୁଣୀ ନାହିଁ। ସେଫ୍ଟି ଟାଙ୍କି ଅଛି, ସେଥିରେ ବି ଢାଙ୍କୁଣୀ ନାହିଁ। ଯେଉଁଠି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ, ସେମାନେ ଯେଉଁ ଭଡ଼ା ଘରେ କିମ୍ବା କ୍ଲବ୍ ଘରେ କରୁଛନ୍ତି, ସେଇ ପାଖାପାଖି ବି ଅନେକ ବିପଜ୍ଜନକ ସ୍ଥାନ ରହିଛି, କୂପ ରହିଛି। ସେଥିପ୍ରତି ନିଶ୍ଚିନ୍ତ ରୂପେ ସମସ୍ତେ ଧ୍ୟାନ ଦେବା ଦରକାର ଏବଂ ସମସ୍ତ ଅଙ୍ଗନବାଡ଼ି କର୍ମୀ ଭଉଣୀମାନଙ୍କୁ ଅନୁରୋଧ, ଯାହାର କେନ୍ଦ୍ର ନିକଟରେ ଏମିତି କିଛି ଅସୁବିଧା, ଅସମ୍ପୂର୍ଣ୍ଣ ଟାଙ୍କି, ବିପଦପୂର୍ଣ୍ଣ ସ୍ଥଳୀ ରହିଛି, ତେବେ ଦରଖାସ୍ତ ମାଧ୍ୟମରେ ନିଜ CDPO ସୁପରଭାଇଜରଙ୍କର ଦୃଷ୍ଟିଗୋଚର କରନ୍ତୁ। କେତେବେଳେ କି ଅସୁବିଧା ହେବ କାହାକୁ ଜଣା ନାହିଁ ଏବଂ ବିନା କାଗଜପତ୍ରରେ କିଛି କାମ ହୁଏନି। ଏଣୁ ଦୟାକରି ଏଥିପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଯଥାଶୀଘ୍ର ନିଜ ଅଫିସକୁ ଜଣାଇ ତା'ର ପ୍ରତିକାର ବ୍ୟବସ୍ଥା କରିବା ନିମନ୍ତେ ଚାପ ପ୍ରୟୋଗ କରନ୍ତୁ। ଧନ୍ୟବାଦ।